ଜଣେ ବାବୁ ଆମର ଖ୍ରୀଷ୍ଟିଆନ ଧର୍ମ ପ୍ରଚାର କରିବା ପାଇଁ ଆସିଛନ୍ତି, ଭାଷଣ ଦେଉଛନ୍ତି ଯେ ଯେଉଁମାନେ ଖ୍ରୀଷ୍ଟିଆନ ହେଉଛନ୍ତି ସେମାନେ କେବଳ କେବଳ ପଇସା ଚାଉଳ ପାଇଁ ନୁହଁ, ମନ ପରିବର୍ତ୍ତନ କରିକି ସେ ଆସୁଛନ୍ତି। ଶୁଣୁନାହାନ୍ତି କ'ଣ କହୁଛନ୍ତି। ଯୋଉ ଲୋକମାନେ ହିନ୍ଦୁରୁ ଖ୍ରୀଷ୍ଟିଆନ ହଉଛନ୍ତି ସେମାନେ କୌଣସି ଖାଲି ପଇସା ପାଇଁ ନୁହେଁ, ଚାଉଳ ପାଇଁ ନୁହେଁ, ସେମାନେ ନିଜର ମନ ପରିବର୍ତ୍ତନ କର। ଆଉ ସେ କଥାକୁ ଜଷ୍ଟିଫାଏ କରିବା ପାଇଁ ସେ ବାଇବେଲର ଗୋଟେ ବିଷୟ ଆମକୁ ଶୁଣେଇବେ। ଶୁଣିବା। ମୁଁ ଆପଣମାନଙ୍କୁ ବାଇବେଲରୁ ପଢିକି ଶୁଣାଇ ଦେଉଛି। ଲୁକ ଲିଖିତ ସୁସମାଚାର ଅଧ୍ୟାୟ 13 ପଦ ସଂଖ୍ୟା 3ରେ ଏହିପରି ଲେଖା ହେଇଛି, ମୁଁ ତୁମମାନଙ୍କୁ କହୁଅଛି ନା, କିନ୍ତୁ ମନ ପରିବର୍ତ୍ତନ ନ କଲେ ତୁମ୍ଭେମାନେ ସମସ୍ତେ ସେହି ପ୍ରକାରେ ବିନଷ୍ଟ ହେବ। ଯେ ଯୋଉ ଲୋକମାନେ ବାଇବେଲ ପଢନ୍ତି, ଯୋଉମାନେ ଯୀଶୁଙ୍କୁ ପାଆନ୍ତି, ସେମାନେ ଜାଣିଛନ୍ତି ଯେ ମଲା ପରେ ଆଉ ଗୋଟେ ଜୀବନ ଅଛି, ତାର ଆତ୍ମା ଅଛି। ଆତ୍ମା ମଲା ପରେ କୋଉଠି ଯିବ ତ ସେ ବିଷୟ ଜାଣିଛନ୍ତି। ଯୋଉମାନେ ପରିବର୍ତ୍ତନ ଯଦି ହେବେନି, ନିଜର ଆତ୍ମାକୁ ଯଦି ସଜାଡ଼ିବେନି, ସେମାନେ ବିନଷ୍ଟ ହେବେ। ବାଇବେଲ କହୁଛି ଯେ ଆମେ ଯଦି ଯେଉଁ ହିନ୍ଦୁ ଧର୍ମରେ କି ଅନ୍ୟ ଧର୍ମରେ ଅଛୁ, ଯଦି କନଭର୍ଟ ହେଇକି ମନଟା ପରିବର୍ତ୍ତନ କରି ଖ୍ରୀଷ୍ଟିଆନ ଧର୍ମ ନ ନେଉ, ଯୀଶୁଙ୍କ ଶରଣ ନ ଯାଉ, ତାହେଲେ ଆମେ ସବୁ ହିନଷ୍ଟ ମାନେ ପାପୀ ହେଇକି ରହିବୁ। ଖାଲି ଏତିକି ନୁହଁ, ଆଉ କ'ଣ କହୁଛି ବାଇବେଲ ଶୁଣନ୍ତୁ। ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, କାରଣ ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ମାନେ ଆଙ୍କ କହିବା ଅନୁସାରେ କେବଳ ଗୋଟିଏ ଅପସନ୍, ଯଦି ଯୀଶୁଙ୍କ ପାଖକୁ ଯିବ ଦେନ୍ ତମ ପାପ ସବୁ ପୁଣ୍ୟ ହେଇଯିବ। କିନ୍ତୁ ଆମର ସେ ଅପସନ୍ ନାହିଁ ରେ ବାବା। ଆମର ଯଦି ଅଧର୍ମ କରିଛୁ ତାହେଲେ ତୁ ପାପୀ, ହତ୍ୟା କରିଛୁ ତାହେଲେ ତୁ ପାପୀ, ଅସତ୍ୟ ବାଟରେ ଯାଇଛୁ ତାହେଲେ ପାପୀ, କୁକର୍ମ କରିଛୁ ତାହେଲେ ତୁ ପାପୀ। ଅପସନ୍ କିଛି ନାହିଁ ଭାଇ। କାହା ଶରଣରେ ଚାଲିଗଲେ ତୁ ସେଠି ତୁ ପାପୀ ହେବୁନି, ସେସବୁ ନାହିଁ। ମାନେ ଆଙ୍କର ଗୋଟେ ଷ୍ଟ୍ରାଟେଜିକାଲି ନଲେଜ ଦେଉଛନ୍ତି ଯେ ବାଇବେଲ ଅନୁସାରେ ଯେ କେବଳ ଯୀଶୁଙ୍କ ପାଖକୁ ଗଲେ ହିଁ ତମେ ପୁଣ୍ୟାତ୍ମା ହେବ। ଯଦି ଯୀଶୁଙ୍କ ପାଖକୁ ନ ଯାଇଛ ଦେନ୍ ସବୁ ପାପୀ। ଆମେ କିନ୍ତୁ କହୁ ସନାତନ ଧର୍ମରେ ଯେ ଯଦି ତୁ ଅଧର୍ମ କରିଛୁ, ତୁ ଯେଉଁ ଧର୍ମରେ ଥା, ଯେଉଁ ସମ୍ପ୍ରଦାୟରେ ଥା, ତୁ ପାପୀ। ଯଦି ତୁ ଅସତ୍ୟରେ ଯାଉଛୁ, ଯେଉଁ ସମ୍ପ୍ରଦାୟରେ ଥା, ତୁ ପାପୀ। ହିନ୍ଦୁ ଧର୍ମ ହେଇକି ବି ଯଦି ତୁ ଅସତ୍ୟ ଅଧର୍ମ କାମ କରୁଛୁ ବି ତୁ ପାପୀ। ଏଇ ବାଇବେଲକୁ ହେତୁବାଦୀମାନେ ବିଜ୍ଞାନ ସମ୍ମତ ବୋଲି ଷ୍ଟାମ୍ପ ଦେଇକି ବୁଲନ୍ତି।